Sandorni Wildlife Sanctuary is located in which state? Sandorni Wildlife ଅଭୟାରଣ୍ୟ କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ କେରଳ ରାଜ୍ୟରେ Sandorni Wildlife ଅଭୟାରଣ୍ୟ ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନ Which state is the host of National Saras Mela 2025? ଜାତୀୟ ସାରସ ମେଳା 2025ର ଆୟୋଜକ କେଉଁ ରାଜ୍ୟ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି କେରଳ। ପ୍ରଶ୍ନ Which city is the venue of the 31st National Children's Science Congress? 31ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର କେଉଁ ସହରରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଭୋପାଳ। ପରବର୍ତ୍ତୀ ପ୍ରଶ୍ନ Recently UP CM inaugurated water purification project focused on cleaning which river? ସମ୍ପ୍ରତି ୟୁପି ସିଏମ୍ କେଉଁ ନଦୀ ସଫା କରିବା ଉପରେ ଧ୍ୟାନ ଦେଇ ଜଳ ବିଶୋଧନ ପ୍ରକଳ୍ପ ଉଦ୍ଘାଟନ କରିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ରାପ୍ତି ନଦୀ। ପରବର୍ତ୍ତୀ ପ୍ରଶ୍ନ Which state has established Mahabharat Batika for forest conservation? ଜଙ୍ଗଲ ସଂରକ୍ଷଣ ପାଇଁ କେଉଁ ରାଜ୍ୟ ମହାଭାରତ ବାଟିକା ପ୍ରତିଷ୍ଠା କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଉତ୍ତରାଖଣ୍ଡ। ପରବର୍ତ୍ତୀ ପ୍ରଶ୍ନ How many athletes have been awarded the Arjun Award for the year 2024? 2024 ବର୍ଷ ପାଇଁ କେତେ ଜଣ ଆଥଲେଟ୍ଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି 32 ଜଣ। ପରବର୍ତ୍ତୀ ପ୍ରଶ୍ନ Recently Arif Mohammad Khan has been sworn in as the governor of which state? ନିକଟରେ ଆରିଫ ମହମ୍ମଦ ଖାନ କେଉଁ ରାଜ୍ୟର ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ବିହାର। ପରବର୍ତ୍ତୀ ପ୍ରଶ୍ନ Which state launched the ଲଡ଼କି ବେହେନ ସ୍କିମ୍? କେଉଁ ରାଜ୍ୟ ଲଡ଼କି ବେହେନ ଯୋଜନା ଆରମ୍ଭ କରିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ମହାରାଷ୍ଟ୍ର। ପରବର୍ତ୍ତୀ ପ୍ରଶ୍ନ Banded royal butterfly has been spotted in which state recently? ସମ୍ପ୍ରତି କେଉଁ ରାଜ୍ୟରେ ବ୍ୟାଣ୍ଡେଡ୍ ରୟାଲ ପ୍ରଜାପତି ଦେଖିବାକୁ ମିଳିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ତ୍ରିପୁରା। ପରବର୍ତ୍ତୀ ପ୍ରଶ୍ନ Which will be the proposed 69th division of Indian Railways? ଭାରତୀୟ ରେଳର ପ୍ରସ୍ତାବିତ 69ତମ ବିଭାଗ କେଉଁଠି ହେବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଜାମ୍ମୁ ଡିଭିଜନ। ପରବର୍ତ୍ତୀ ପ୍ରଶ୍ନ Where is the ଗ୍ରାମୀଣ ଭାରତ ମହୋତ୍ସବ 2025 organized? ଗ୍ରାମୀଣ ଭାରତ ମହୋତ୍ସବ 2025 କେଉଁଠାରେ ଅନୁଷ୍ଠିତ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ନୂଆଦିଲ୍ଲୀଠାରେ ଗ୍ରାମୀଣ ଭାରତ ମହୋତ୍ସବ 2025 ଅନୁଷ୍ଠିତ ହୋଇଛି। ପରବର୍ତ୍ତୀ ପ୍ରଶ୍ନ ଡକ୍ଟର ରାଜଗୋପାଳ ଚିଦମ୍ବରମ୍ has passed away. Who was he? ଡକ୍ଟର ରାଜା ଗୋପାଳ ଚିଦମ୍ବରମଙ୍କର ଦେହାନ୍ତ ହୋଇଛି, ସେ କିଏ ଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ସାଇଣ୍ଟିଷ୍ଟ। ପରବର୍ତ୍ତୀ ପ୍ରଶ୍ନ The ପ୍ରବାସୀ ଭାରତୀୟ ପୁରସ୍କାର 2025 has been conferred on how many persons? କେତେ ଜଣଙ୍କୁ ପ୍ରବାସୀ ଭାରତୀୟ ପୁରସ୍କାର 2025 ପୁରସ୍କୃତ କରାଯିବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି 27 ଜଣଙ୍କୁ। ପରବର୍ତ୍ତୀ ପ୍ରଶ୍ନ Who has launched the ସଶକ୍ତ ବେଟି and ଇ ଦୃଷ୍ଟି ପ୍ରୋଜେକ୍ଟ? ସଶକ୍ତ ବେଟି ଏବଂ ଇ ଦୃଷ୍ଟି ପ୍ରକଳ୍ପ କିଏ ଆରମ୍ଭ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଧର୍ମେନ୍ଦ୍ର ପ୍ରଧାନ। ପ୍ରଶ୍ନ ପ୍ରତିଭା ଶତପଥୀ will be honored with the Gangadhar National Award. She belongs to which state?
ପ୍ରତିଭା ଶତପଥୀ ଗଙ୍ଗାଧର ଜାତୀୟ ପୁରସ୍କାରରେ ସମ୍ମାନିତ ହେବେ ସେ କେଉଁ ରାଜ୍ୟର ଅଟନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଓଡ଼ିଶା। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ଓନ୍ ଦ ବର୍ଡ଼ର ଗାଭାସ୍କର ଟ୍ରଫି? ବର୍ଡ଼ର ଗାଭାସ୍କର ଟ୍ରଫି କିଏ ଜିତିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଅଷ୍ଟ୍ରେଲିଆ। In which city did PM Modi recently lay the foundation stone of Central Ayurvedic Research Institute? ନିକଟରେ କେଉଁ ସହରରେ PM ମୋଦି କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ପ୍ରତିଷ୍ଠାନର ମୂଳଦୁଆ ପକାଇଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ନୂଆଦିଲ୍ଲୀ। ପରବର୍ତ୍ତୀ ପ୍ରଶ୍ନ, ହୁ ଇନୋଗ୍ରେଟେଡ୍ ଦ ପଞ୍ଚାୟତ ଟୁ ପାର୍ଲାମେଣ୍ଟ 2.0 ଇନିସିଏଟିଭ୍? ପଞ୍ଚାୟତରୁ ସଂସଦ 2.0 ପଦକ୍ଷେପ ପାଇଁ କିଏ ଉଦ୍ଘାଟନ କରିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଓମ୍ ବିର୍ଲା। ପରବର୍ତ୍ତୀ ପ୍ରଶ୍ନ, ହ୍ୱାଟ୍ ଇଜ୍ ଦ ନେମ୍ ଗିଭେନ୍ ଦ ଟର୍ଚ୍ଚ ଅଫ୍ ଦ 38 ନ୍ୟାସନାଲ୍ ଗେମ୍ସ? 38ତମ ଜାତୀୟ ଖେଳର ମଶାଲକୁ ଦିଆଯାଇଥିବା ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ତେଜସ୍ୱିନୀ। ପରବର୍ତ୍ତୀ ପ୍ରଶ୍ନ, Which city has recently been declared the world's most polluted city? ସମ୍ପ୍ରତି କେଉଁ ସହରକୁ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଭାବେ ଘୋଷଣା କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ହାନୋଇ। Which city is the host of the ପ୍ରବାସୀ ଭାରତୀୟ ଦିବସ କନଭେନସନ୍ 2025? ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ 2025ର କେଉଁ ସହରରେ ଅନୁଷ୍ଠିତ ହେଉଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଭୁବନେଶ୍ୱର। ପରବର୍ତ୍ତୀ ପ୍ରଶ୍ନ, Which state government launched the ଶହୀଦ ମାଧୋ ସିଂ ହାତଖର୍ଚ୍ଚ ସ୍କିମ୍? କେଉଁ ରାଜ୍ୟ ସରକାର ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ଆରମ୍ଭ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଓଡ଼ିଶା। ପରବର୍ତ୍ତୀ ପ୍ରଶ୍ନ, ବାନିହାଲ ବାଇପାସ୍ which was seen in the news is located in which state? ସମ୍ବାଦରେ ଦେଖାଯାଇଥିବା ବାନିହାଲ ବାଇପାସ୍ କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଜାମ୍ମୁ ଆଣ୍ଡ କାଶ୍ମୀର। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ବିନ୍ ଆପଏଣ୍ଟେଡ୍ ଆଜ୍ ଦ ନ୍ୟୁ ଗଭର୍ଣ୍ଣର ଅଫ୍ ଓଡ଼ିଶା? ଓଡ଼ିଶାର ନୂତନ ରାଜ୍ୟପାଳ ଭାବରେ କାହାକୁ ନିଯୁକ୍ତି ଦିଆଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ହରିବାବୁ କମ୍ଭମପତି। ପରବର୍ତ୍ତୀ ପ୍ରଶ୍ନ, ହାଉ ମଚ୍ ହାଜ୍ ଦ ଟେନ୍ୟୁର ଅଫ୍ ଓଡ଼ିଶା ଚିଫ୍ ସେକ୍ରେଟାରୀ ମନୋଜ ଆହୁଜା ବିନ୍ ଏକ୍ସଟେଣ୍ଡ? ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ କେତେ ବର୍ଷ ବୃଦ୍ଧି କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ 1 ଇୟର୍।